ओम नमः शिवाय। ମୁଁ ଜ୍ୟୋତିର୍ବିଦ ରୁଦ୍ରପ୍ରସନ୍ନ ମହାପାତ୍ର ଭୁବନେଶ୍ୱର ଓଡ଼ିଶାରୁ କହୁଛି। ମୋ ବିଷୟରେ ଅଧିକ ଜାଣିବା ପାଇଁ ଆପଣ ମୋର ୱେବସାଇଟ୍ www.rudraksjyotish.in ଭିଜିଟ୍ କରିପାରନ୍ତି। ଆଜି ଗୋଟେ ବହୁତ ଇଣ୍ଟରେଷ୍ଟିଂ କଥା ଆପଣମାନଙ୍କୁ କହୁଛି। ଏଇଟା କେବଳ ସେଇ ଲୋକଙ୍କ ପାଇଁ ଯେଉଁମାନଙ୍କର ଜ୍ୟୋତିଷ ଉପରେ ଆସ୍ଥା ଅଛି ଏବଂ ସେମାନେ ଭିଜିଟ୍ କରନ୍ତି। ଏଟା ଉପରେ ଇଂଲିଶରେ ମୁଁ ଭିଡ଼ିଓ ବି କରିଛି। ଆର୍ ୟୁ ପ୍ରିପେୟାର ଟୁ ଭିଜିଟ୍ ଆନ୍ ଆଷ୍ଟ୍ରୋଲୋଜର? ଆପଣ କୌଣସି ଜ୍ୟୋତିର୍ବିଦଙ୍କ ପାଖକୁ ଯିବା ପାଇଁ ପ୍ରସ୍ତୁତ ଅଛନ୍ତି ତ? ପ୍ରସ୍ତୁତ ମାନେ ସବୁ ସେନ୍ସରେ। ତାପରେ ଗୋଟେ ଜ୍ୟୋତିର୍ବିଦଙ୍କର ଦ୍ୱାରସ୍ଥ ହୁଅନ୍ତୁ। ଆପଣଙ୍କ ପାଇଁ ବି ଭଲ, ସେ ଜ୍ୟୋତିର୍ବିଦଙ୍କ ପାଇଁ ବି ସେଟା ଭଲ। କ'ଣ ପ୍ରସ୍ତୁତି ଆପଣ କରିବେ? ପ୍ରଥମରୁ ମୁଁ ଆପଣମାନଙ୍କୁ କହି ରଖିଛି, ନଚ ବିଦ୍ୟା ନଚ ପୁରୁଷ ଭାଗ୍ୟ ଅବଶ୍ୟ ଫଳିତ। ତ ଏଠି ଜ୍ୟୋତିଷ ବିଦ୍ୟା ଫେଲ୍ ମାରିଗଲା। ଭାସ୍କରାଚାର୍ଯ୍ୟ କହିଛନ୍ତି ବୋଲି କୁହାଯାଏ। ମୁଁ ତ ଆଜି ପର୍ଯ୍ୟନ୍ତ ସାଇଟେସନ୍ ପାଇନି, କିନ୍ତୁ ବହୁତ ଗୁଡ଼ିଏ ଆମର ଓଡ଼ିଶାରେ କନଫରେନ୍ସରେ ମୁଁ ଶୁଣିଛି ଯେ ତାଙ୍କର ଝିଅ ଲୀଳାବତୀ ବାହାଘର ସମୟରେ ସେ ଜଳ ଘଡ଼ି କରିଥିଲେ। ଠିକ୍ ସେଇ ସମୟରେ ସେ ପାଣି ଗ୍ରହଣ କରିବେ ବୋଲି ବସିଲା ବେଳକୁ ଜଳ ଘଡ଼ି ବନ୍ଦ। ତା ଭାଗ୍ୟରେ ତ ଅଛି ଆଉ, ଯାକୁ ବାହା ହେବେ ଖନା ସେ ମରିଯିବେ। ମ୍ୟାଥମେଟିସିଆନ୍। ଇଭେନ୍ ଖନା ଜ୍ୟୋତିଷ ବି ଗୋଟେ ଅଛି ବହିଟେ ଓଡ଼ିଆର, ମୁଁ ଯଦିଓ ତାକୁ ବିଶେଷ ପଢ଼ିନି। ତ କ'ଣ କରିବେ ଆପଣ? ପ୍ରଥମ ଜିନିଷ ହେଲା କି ଆପଣ ନିଜ ଭାଗ୍ୟକୁ ଜାଣିବା ପାଇଁ ପ୍ରସ୍ତୁତ ଅଛନ୍ତି ତ? ମନେକର ଏଇଲେ ଆପଣଙ୍କ ଲାଇଫରେ କିଛି ଗୋଟେ କ୍ରାଇସିସ୍ ଚାଲିଲେ ଆପଣ ଜ୍ୟୋତିଷଙ୍କ ପାଖକୁ ଯାଉଛନ୍ତି। ସାର୍ ମୋର ଇନକମ୍ ହେଉନି, ମୁଁ ଆଗରୁ ବି କହି ରଖିଛି ଇନକମ୍ଟାକୁ ଗୋଟେ ବିଶେଷ ପ୍ରାୟୋରିଟି ଦେବେନି। ଭଲ ଭାଗ୍ୟରେ ସେଟା କାଉଣ୍ଟ ହୁଏନା। ପ୍ରାୟୋରିଟି ଦିଅନ୍ତୁ, ବିଶେଷ ନୁହେଁ। ଆହୁରି ବହୁତ ଗୁଡ଼ିଏ ଭଲ ଜିନିଷ ଅଛି ଜୀବନରେ। ନହେଲେ ଯେଉଁ ଲୋକ ପାଖରେ ପଇସା ନାହିଁ ସେମାନେ ଖୁସି ହେଉନଥାନ୍ତେ, ହସୁନଥାନ୍ତେ, ଏମିତି ହେଉନଥାନ୍ତେ। କେବଳ ୱେଲ୍ଦି ପିପୁଲ୍ ମାନେ ହିଁ ଖୁସି ହେଉଥାନ୍ତି। କିନ୍ତୁ ଏହି ୱେଲ୍ଦି ପିପୁଲ୍ ମୋ ପାଖକୁ ଆସନ୍ତି, ସେମାନଙ୍କର ମେଣ୍ଟାଲ୍ ଷ୍ଟ୍ରେସ୍ ମୁଁ ଦେଖିଛି। ହଉ, କିଛି ଗୋଟେ ଅସୁବିଧା ଅଛି, ଆପଣ ଯିବେ। ବର୍ତ୍ତମାନ ସେଇ ଅସୁବିଧାଟା ଏବେ ଅଛି, ଭବିଷ୍ୟତରେ ମନେକର ଆହୁରି ଅସୁବିଧା ଥିବ। ଆପଣ ଶୁଣିବା ପାଇଁ ପ୍ରସ୍ତୁତ ତ? ଜ୍ୟୋତିଷ ଶାସ୍ତ୍ରରେ ସେମିତି ପ୍ରାୟ କେଉଁଠି ଲେଖା ହେଇନାହିଁ ଯେ ଆପଣ ସେ ଲୋକକୁ ସେଇ କଥା କୁହନ୍ତୁ ଯେଉଁଟାକି ତାକୁ ସୁଇଟେବୁଲ୍ ଲାଗିବ। ନାଇଁ କିଛି ହେବନି, ଆପଣଙ୍କର ଖୁବ୍ ଭଲ ଏମିତି ହେଇଯିବ, କିଛି ନାହିଁ। ସେ ଜଣେ ପାଖକୁ ଆସିଥିଲେ, ସେ କହୁଥିଲେ ସେ ଜଣେ ଲୋକ ସେ ସବୁବେଳେ ଯେତିକି ନାଇଁ କିଛି ନାହିଁ, ସାଙ୍ଗେ ସାଙ୍ଗେ ଭଲ ସମୟ ଆସିଯିବ। ତାଙ୍କ ପାଖକୁ ଯିଏ ଯାଆନ୍ତି ସେ ଏଇ ଗୋଟିଏ କଥା କୁହନ୍ତି, ହୁଏତ ମୋରାଲ୍ ବୁଷ୍ଟ କରିବା ପାଇଁ। ସେ ସେଇ ଭଦ୍ରକ ବାଲେଶ୍ୱର ଆଡ଼େ ଲୋକ କେଉଁଠି ମୁଁ ଜାଣିନାହିଁ, ସାଙ୍ଗେ ସାଙ୍ଗେ ଭଲ ସମୟ ଆସିଗଲା ଏଇଠି। କିନ୍ତୁ ଜ୍ୟୋତିଷଶାସ୍ତ୍ର ସବୁବେଳେ କହିଛି ଯେ ଜ୍ୟୋତିଷ ମାନେ ଅନେଷ୍ଟ ଟୁ ଦ ସ୍ପିଚ୍। ଦେଖିଲ ଏଇଟା ହେବ କହିଦିଅ। ସେ ପଚାରୁଛି ଯଦି ଆଚ୍ଛା ପଚାରୁନି, ଆପଣ କହିବେ ଆପଣ 2 ବର୍ଷ ପରେ ଏକ୍ସପେକ୍ଟ କରିଯିବେ, କି ଦରକାର ନାହିଁ। ସେ କହୁଛି ଆପଣଙ୍କର ମୋ ପୁଅ ଅବସ୍ଥା କ'ଣ ହେବ? ଆପଣ ନା ପୁଅର ଆଉ ସେମିତି କିଛି ବେଶୀ ଦିନ ସଂଯୋଗ ନାହିଁ, ତେଣୁ ଏଇଟା କହିବାକୁ ପଡ଼ିବ। ମୋତେ ବି ମୋର କିଛି ଫେଲୋ ଆଷ୍ଟ୍ରୋଲୋଜର ବି କୁହନ୍ତି ଯେ ସାର୍ ଆପଣ ଏତେ ଷ୍ଟ୍ରିକ୍ଟ ଷ୍ଟ୍ରେଟ୍ ଫରୱାର୍ଡ଼ କଥା କହିଦେଉଛନ୍ତି। ମୁଁ କହିବି କ'ଣ କରିବି, ତ ପିଲାଦିନ ଏକାଠିଆ ବଢ଼ିଛୁ, ତେଣୁ ଆଉ ଇମୋସନ୍ ଏତେ ବୁଝିପାରିଲୁନି, ସିଧା ସିଧା କହିଦେଲୁ। ଆପଣ ଶୁଣିବା ପାଇଁ ପ୍ରସ୍ତୁତ ଅଛନ୍ତି ତ? ଅର୍ଥାତ୍ କାନ୍ଦି କାନ୍ଦି ଯାଉଛନ୍ତି, ଅଧିକ କାନ୍ଦି କାନ୍ଦି ଫେରିପାରନ୍ତି। ଏଟା ହେଲା 1, ଫେରିପାରନ୍ତି ମାନେ ନୁହେଁ। 2, ଯଦି ଏଇ ଆଶାରେ ଯାଉଛନ୍ତି ଯେ ଆପଣଙ୍କର ଯେଉଁ ସ୍ଥିତି ଏବେ ଚାଲିଛି ସେଟାକୁ ଗୋଟେ ମୋ ଭଳିଆ ମୂର୍ଖ ଜ୍ୟୋତିଷ ବଦଳେଇ ଦେବ, ତାହେଲେ ଭୁଲ। ସେ ମୂର୍ଖ ହେଉ ଜ୍ଞାନୀ ହେଉ, କୌଣସି ଜ୍ୟୋତିଷ ଆପଣଙ୍କର କିଛି କରିପାରିବେନି, ଖାଲି ପଢ଼ିପାରିବେ। ଏଇ ଜିନିଷ ଆପଣ ଭୋଗୁଛନ୍ତି, ଏଇ କର୍ମ କରିଥିଲେ ବୋଲି, ପ୍ଲିଜ୍ ରେକ୍ଟିଫାଏ। ଯେତେ ଶୀଘ୍ର ପାରୁଛନ୍ତି ଏଇ କର୍ମଟା ଆଉ କରନ୍ତୁନି, ବାସ୍ ସେତିକି ଆପଣଙ୍କୁ ନିଜକୁ ବହୁତ ହେଲ୍ପ କରିବ। ଆପଣ ନିଜେ ଦେଖିବେ ଯେଉଁ କର୍ମ ଆପଣ କହୁଛନ୍ତି ସେ କର୍ମଟାକୁ ଯଦି ଆପଣ ଟିକେ ଚେଞ୍ଜ କରିଦେବେ, ତାହେଲେ ଆପଣ ଦେଖିବେ ଇମ୍ପ୍ରୁଭ୍ କରିବ। ସେଇ ମାନେ ଦେଖିବେ ଜାତକରେ ଗୋଟେ ସୂର୍ଯ୍ୟ 12 ଷଷ୍ଠରେ ବସିଥିବ, ସେ ଲୋକ ଟିକେ ଡେରିରେ ଉଠିବ, ସେ ସକାଳେ ଉଠିପାରିବ ନାହିଁ।
କିନ୍ତୁ ଯେତେବେଳେ ଲୋକ ଦେଖିବେ ସକାଳୁ ଉଠିବେ ସେ ଲୋକର ଦେହ ଆଉ ଏତେ ଖରାପ ହେବନି, ଆକ୍ଟିଭ୍ ହେଇଯିବ। ସିମ୍ପଲ୍ କର୍ମ କିଛି, ସେ ସକାଳୁ ଉଠିକି ସେ ସୂର୍ଯ୍ୟଙ୍କୁ ପାଣି ଚଢ଼ା ଇଏ କରେ, ସେ ତ ସେକେଣ୍ଡାରୀ ଜିନିଷ ରହିଲା। ତ ସେ କର୍ମଫଳଟା ଆପଣଙ୍କ ଭାଗ୍ୟରେ ସେ ଆପଣଙ୍କୁ କହିବେ ଚେଞ୍ଜ କରିବା। ଆପଣ ସେଇ କର୍ମଟାକୁ ଚେଞ୍ଜ କରିବା ପାଇଁ ଟିକେ ପ୍ରସ୍ତୁତ ଯଦି ଅଛନ୍ତି ଯାଆନ୍ତୁ, କିନ୍ତୁ ତଥାପି 80 to 90% ପ୍ରାରବ୍ଧରେ ଯାହା ଅଛି ଘଟିବ। ଏଇ ଭୁଲ ଚିନ୍ତାଧାରା ନେଇକି ଆସିବେନି ଯେ ସାର୍ ପାଖକୁ ଯାଉଛି, ସିଏ ଗୋଟେ ରୁଦ୍ରାକ୍ଷ ଦେବେ, ଗୋଟେ ପଥରଟେ ଦେବେ, ଗୋଟେ ହେଇଯିବ। ସାର୍ କିଛି ଗୋଟେ କରୁନାହାନ୍ତି କୁହନ୍ତି। ଯଦିଓ ମୁଁ ସେ ପାଠ ପଢ଼ିବା ଛାଡ଼ିକି ବି ଶିବ ସାଧନା ବହୁତ ଜୋରରେ କରେ, ଆଉ ଶିବ ଭଳିଆ ଲୋକ ସେ ଶୁଣନ୍ତିନି, ଯଦିଓ ମୁଁ ମୋ ଆଡ଼ୁ କରେ। କିନ୍ତୁ କୁହାଯାଏ ଯେ ଶିବଙ୍କୁ ପାଇବାକୁ ହେଲେ କମ୍ ସେ କମ୍ 12 ଜନ୍ମ ଲାଗିଯାଏ ନା କ'ଣ? ହଁ ହେଇଥିବ। କିନ୍ତୁ ମୁଁ ତଦ୍ୱାରା କିଛି ଗୋଟେ ଜିନିଷ କରେଇଦେବା ଇଏ କରିବା ଏସବୁ ଜିନିଷ ଇଏ କରେ ନା। ଆପଣଙ୍କର ଯେଉଁଟା ଅଛି ହେବ, କେହି କରିପାରିବେ ନାହିଁ। କିନ୍ତୁ ଲୋକମାନେ ଏଇଭଳିଆ ମୂର୍ଖ ପ୍ରଶ୍ନ ମୋତେ ପଚାରନ୍ତି, ସାର୍ କିଛି ଗୋଟେ କରନ୍ତୁ, ସାର୍ କ'ଣ କରିବୁ? ତୋର ତ ଏବେ ଖରାପ ସମୟ ଚାଲିଛି, ତୁ ଭୋଗିବୁ, ଆଉ ଭଲ ସମୟ ଯେତେବେଳେ ଆସିବ ସେତେବେଳେ ଭଲ ହେଇଯିବ। ଏଇ ଖରାପ ସମୟରେ ଅତି ନ ଭାଙ୍ଗି ପଡ଼ିବା ପାଇଁ କିଛି ଗୋଟେ ତତେ କହିଲେ ମନ୍ତ୍ରଟେ ପଢ଼, କି ଗୋଟେ ରତ୍ନଟେ ପିନ୍ଧି, କି ରୁଦ୍ରାକ୍ଷ ପିନ୍ଧି, ଟିକେ ଆପଣଙ୍କ ଶରୀରରୁ ଇଣ୍ଟରନାଲ୍ ଷ୍ଟ୍ରେନ୍ଥ ମିଳିବ। କରୁନଥିଲେ କି ଲୋକ ଆଗରୁ ସେୟା? ଯେଉଁ ଜାଗାରେ ଜ୍ୟୋତିଷ ନଥିଲା, ଆଜିକା ଡେଟ୍ରେ ତ ଜ୍ୟୋତିଷ ବୋଧେ ସବୁ ଜାଗାରେ ମିଳିଲେଣି। ଆଗରୁ ମୋର ମନେ ଅଛି ପିଲାଦିନେ ଆମେ ଗୋଟେ ଜ୍ୟୋତିଷକୁ ଦେଖା କରିବାକୁ ଯାଉଥିଲୁ, ଗୋଟେ ଦିନର ଆଫେୟାର। ସକାଳୁ ଉଠ, 8ଟା ବେଳେ ଗାଧେଇ ପାଧେଇ ସେ ଲୋକ ପାଖକୁ ଯାଅ, ସେଠୁ ବସ୍ରେ ବସିକି ସେ ଜାଗାରୁ ପହଞ୍ଚ। ସେଇଠି ଚଣ୍ଡିଖୋଲ ପାଖରେ ଜଣେ ଭଲ ଜ୍ୟୋତିଷ ଅଛନ୍ତି, ମୋର ମନେ ଅଛି, ପର୍ସନାଲ ଯାଇଛି। ପହଞ୍ଚିଲା ବେଳକୁ ଦିନ 2ଟା, ତାଙ୍କୁ ଦେଖାଅ, ସେଠି ଗୋଟେ କେଉଁଠି ଖାଅ, ପୁଣି ସନ୍ଧ୍ୟାବେଳେ ବସ୍ ଚଢ଼ିକି ଆସ। ଏଇଆ ଥିଲା ଗୋଟେ ଜ୍ୟୋତିଷକୁ ଦେଖେଇବାର ମର୍ଯ୍ୟାଦା। ଆଜିକା ଡେଟ୍ରେ ନାହିଁ। ତେଣୁ ଯିଏ ନାହିଁ ସେ ଯେଉଁଠି ରୁଦ୍ରାକ୍ଷ ଜ୍ୟୋତିଷ ଦେଖେଇଲେ, ରୁଦ୍ରାକ୍ଷ ଦେଖେଇବା ଦରକାର ନାହିଁ, ଯେଉଁଠି ଯେ ତାକୁ ଦେଖେଇଲେ, ଇଏ ଜ୍ୟୋତିଷ ସେ ଜ୍ୟୋତିଷ ଦେଖେଇଲେ। ସବୁବେଳେ ଗୋଟିଏ ଜ୍ୟୋତିଷଙ୍କୁ ଦେଖାନ୍ତୁ, କିନ୍ତୁ ଦେଖେଇଲେ କିନ୍ତୁ ମାନେ କ'ଣ? ଆପଣ ଆପଣଙ୍କର କର୍ମରେ ରେକ୍ଟିଫାଏ କରିବାକୁ ପ୍ରସ୍ତୁତ ନାହାନ୍ତି। ହଁ, ତ ମୁଁ ଏଇ ଯେଉଁ ପଏଣ୍ଟଟା ଭୁଲିଗଲି ତା ଭିତରେ, ଯେ ସେ ବହୁତ କଷ୍ଟ ଥିଲା, ତ ସବୁ ଲୋକ ଯାଇପାରୁନଥିଲେ ଜାତକ ଦେଖିବାକୁ। ସେ କ'ଣ କରୁଥିଲେ? ହେ ଭଗବାନ, ଖରାପ ସମୟ ଆସିଲା, ସେ ଭାଗବତ ପଢ଼ୁଥିଲେ। ଆଜିକା ଡେଟ୍ରେ ତ ହନୁମାନ ଚାଳିଶା ପୁରା ମାନେ ଫ୍ୟାସନ୍ ହେଇଗଲାଣି। ତାପରେ ଗୋଟେ ଭିଡ଼ିଓ କରିବା, ସବୁବେଳେ ମନେ ରଖିଥାନ୍ତୁ, ସେ ଯେଉଁ ମନ୍ତ୍ର ହେଉ, ଯେଉଁ ସ୍ତୋତ୍ର ହେଉ, ସମସ୍ତେ ସବୁ ପରିସ୍ଥିତିରେ ଗାଇବା ଉଚିତ ନୁହେଁ। ଏଇଟା ବେସିକ୍ ରୁଲ୍ ଅଫ୍ ମନ୍ତ୍ର। ସବୁ ମନ୍ତ୍ର ସମସ୍ତେ ଗାଇବା ଉଚିତ ନୁହେଁ। ଆଟଲିଷ୍ଟ 1% ଏମିତି ହେଉଥିବ ଯେ ସେଇଟା ହେବନି, ଆପଣ କହିବେ ନାହିଁ ସାର୍, ନା ସତ କଥା। ତାହେଲେ ତ ସବୁ ଦେବାଦେବୀଙ୍କୁ ସବୁ ମନ୍ତ୍ର ସମସ୍ତେ ସବୁ ଠାକୁରଙ୍କ ପାଖକୁ ଯାଇକି ସମସ୍ତେ ସବୁ ପୂଜା କରିପାରୁଥାନ୍ତେ, କାହିଁକି ରେଷ୍ଟ୍ରିକ୍ସନ୍ ଗୁଡ଼ା ଅଛି? ସବୁ ସେଇ ଦେବୀଙ୍କର ସେଇ ଦେବତାଙ୍କର ଶକ୍ତି ଆପଣ ଇମ୍ବାଇବ୍ କରିପାରିବେ ତ? ଆପଣ କାହିଁକି ପୂଜା କରନ୍ତୁ ଫ୍ରିକ୍ୱେଣ୍ଟଲି, ଆପଣଙ୍କ ଭିତରେ ବହୁତ ରାଗ ପଳେଇ ଆସିବ। ଆପଣ ସଂସାରିକ ଜୀବନ ହ୍ୟାଣ୍ଡେଲ୍ କରିପାରିବେ ତ? ବଗଳାମୁଖୀକି ପୂଜା କରନ୍ତୁ, ବହୁତ ରାଗିବେ। ଧୂମାବତୀକି ପୂଜା କରନ୍ତୁ, ପୁରା ଏକୁଟିଆ ହେଇଯିବେ, କେହି ଆଉ ଆପଣଙ୍କୁ ଭଲ ଲାଗିବନି। ଆପଣ ପୁରା ତ ଏକୁଟିଆ, ସେ ଦେବତା ଆଉ ଦେବତୀଙ୍କର ଏନର୍ଜି ପଳେଇ ଆସିବ ଆପଣଙ୍କ ଭିତରୁ। ତେଣୁ ସମସ୍ତେ ସବୁ ଦେବାଦେବୀଙ୍କୁ ପୂଜା କରିବା ଉଚିତ ନୁହେଁ। ହଉ, ସେ ଯାହା ବି କରୁ, ଲୋକ ପୂଜା କରୁଥିଲେ, ମନ୍ଦିର ଯାଉଥିଲେ, ଇଏ କରୁଥିଲେ, ସେ କରୁଥିଲେ, ଯାହା ସମସ୍ତେ କିଛି ଗୋଟେ ଗ୍ରାମ ଦେବତୀ ହେଲା, ହେଲା, ସମସ୍ତେ କ'ଣ ଜ୍ୟୋତିଷ ପାଖକୁ ଦୌଡ଼ୁଥିଲେ? ତ ସେଇଗୁଡ଼ା ଟିକେ ଟିକେ ହେଲ୍ପ କରୁଥିଲା। କିନ୍ତୁ ଆଜିକା ଡେଟ୍ରେ ଆଉ ଟିକେ ରିସେଣ୍ଟଲି ଆପଣଙ୍କର ରୁଦ୍ରାକ୍ଷ କିମ୍ବା ରତ୍ନ ଆସିଲା, ଯେଉଁଟାକି ଆପଣଙ୍କୁ ପିନ୍ଧିବା ଦ୍ୱାରା ଟିକେ ଭଲ ଲାଗିଲା, କିମ୍ବା ସେଇ ଗ୍ରହର ଦଶା ଆସିବାର ଅଛି, ଏତେ ଭଲ ଫଳ ଦେବାର ନାହିଁ, ଗୋଟେ ଲୋକ ଦେଖିଲେ ମାନେ ଭଲ ଫଳ ଦେବାର ସେ ଗ୍ରହର ଶକ୍ତି ନାହିଁ, ସେ ଆପଣଙ୍କୁ ରତ୍ନ ଲେଖିଲେ, ଆପଣ କହିବେ ସାର୍ ମୋର ତ ଖାଇବାକୁ ପଇସା ନାହିଁ, ପଇସା ଆଣିବ କେଉଁଠୁ? ଏଇଟା ହେଲା ଆଉ ଗୋଟେ, ମାନେ ଏଇଟା ଗୋଟେ ସବୁଠୁ ବଡ଼ ଦୁଃଖର ବିଷୟ। ମୁଁ ନିଜେ ବି କହୁଛି, ଆମ ଜ୍ୟୋତିଷ ଶାସ୍ତ୍ରରେ ଲେଖା ହେଲା କି ଏଇଭଳିଆ ରିମେଡ଼ି, କିଛି ନହେଲେ ପୂଜା ତ ଲେଖା ହେଇଛି। ଏଇଲେ ପରାଶର ଶାସ୍ତ୍ର ଖୋଲିକି ଦେଖେଇଦେବି, ଏମିତି ପୂଜା ଗୋଟେ ଲେଖା ହେଇଛି, ଯେଉଁଟା ସୁନାର ସାପ ଆପଣ କରି ପୂଜା କରନ୍ତୁ ସର୍ପ ସାପ ପାଇଁ। ତା ତଳେ ବି ଲେଖା ହେଇଛି ନହେଲେ ତମ୍ବା ଫମ୍ବାରେ କରନ୍ତୁ, କିନ୍ତୁ ସୁନାରେ କରନ୍ତୁ। ଯଦି ଆମେ ଠିକ୍ ପୂଜାଟେ କରିବା ତାହେଲେ ସୁନା ସାପ କରିବା, ଆଉ ସୁନା ସାପଟା ପାଇଲେ ଆପଣଙ୍କୁ ପଡ଼ିବ 2 ଲକ୍ଷ ଟଙ୍କା। ପୂଜା କଥା ଛାଡ଼ନ୍ତୁ, ଆପଣ ପ୍ରସ୍ତୁତ ଅଛନ୍ତି ତ? ଆମେ ତ ଗ୍ରହ ରତ୍ନ ଗୋଟେ ରୁଦ୍ରାକ୍ଷ ଦେଇଦେଲେ 15-20 ହଜାର 30 ହଜାର କାମ ହେଇଗଲା। ଅର୍ଥାତ୍ ଆପଣ ଉପଚାର ଯେଉଁଟା ସେ ଦେବେ,
गोटे रत्नटे देवे कि रुद्राक्षटे देवे सेटा पिंधिया आपण फाइनान्शियली स्टेबल थिबा दरकार। मो आगे आसबे लोक सेमती कहती मो हाथ मु खर्च कर रुद्राक्ष पत्थर लोक आज्ञा आ से पैसा ही मोर बुड़ी मु ओपनली कैमेरा आगे कहूँ केवे भी पैसा केवे बुड़े ना से पैसा अन्य बाटर कौटी पलि आसो कि लोक मैंने ठकिकी मत पैसा आना कि आसिक कांदी बोबे मुझे कौन करी हौ दे अच्छे मुझे रुद्राक्षटा नहीं जाता पकेब पर पैसा दब आ कौन गला। तो एमती केमती करवा कथा नुहे जदिव समस्त किंतु प्रिपेयर होके आसतु ना सार जब कहे 10-15 हज़ार टका खर्च करवा कथा से प्रिपेयर होके आसु आपड़ जब से खर्चटा कर पिंधिले ये कले आप निजे तार इफेक्टा फिल करेंगे इट इज एक्सपीरियंशियल आ सब ज्योतिष भी से गाइड करवा कथा या काली सकाଳେ वर्षा हबार अच्छे आम आप रेनकोटा दौचु वर्षा बंद हो जाऊनि आज्ञा आप निजे देखिए आप रुद्राक्षटी पकातु ये रत्नटी पकातु आपन को भल लगे लोक रुद्राक्ष पकड़ा द्वारा एत भल लगी मो निजर अभिज्ञतार एटा कहूँ जदि मुझे निज अभिज्ञता प्राय सेयार करे ना रुद्राक्ष रिलेटेड मुझे कहूँ से लोक प्रथम गोटे रुद्राक्ष पकड़ आज की 15-20टा रुद्राक्ष से पकईले खाली भल लगुच बोली सर आउ गोटे दिंतु भल लगुच पैसा दिंते मत बाकी मुझे कहे दरकार ना आज्ञा एत ना बहुत भल लगुच तो मुझे जिते टेंशन नौले होनी जिते खराब कम करते होनी बर्तमान मत एक्चुअली बहुत से आप आजिकल कहते पॉजिटिव भाइब जहाँ कहते से गोटे गोटे मिलूव दैट इज एन एक्सपीरियंशियल स्टेज ना गोटे लोक आप 20 थर कहीं दौड़ तार पैसा खर्च कर कहते मुझे देखी एमती गोटे केस नुहे बहुत केस अच्छे तो सारे पथरटा पकईली माइलटा पकईली बहुत भल लगे तो से जिनसटा आपणकर एनर्जी लेवल हिलिंग करवा देहरे बायोकेमिकल चेंज आना आपन गोटे फिजिकल मेंटल स्ट्रेंथ देवाई रुद्राक्ष रत्न एसेंशियल आगु सब लोक आप देखुए गाँव में गोटे छोट माइलटे पकई देहरे जदि आप जोग करी साधना करी मेडिटेशन करी मेंटेन कर दैट इज बेस्ट किंतु लोक पाखे हदार एक्सक्यूज करेंगे तेणु सेटा पकड़ापी आप प्रस्तुत अच्छा तो गला एला द्वितीय पॉइंट गोटे जिनस आपको कहले कौन ना आप निज भाग्य जानापी प्रस्तुत तो द्वितीय जिनस ज्योतिष जहाँ कहटा करने प्रस्तुत तो अर्थात फाइनान्शियल स्टेबल तो स्टेबल ना भी किसी दे पारे तो डेफिनेटली मुझे जानी सब समय फाइनान्शियल स्टेबिलिटी प्राय ज्योतिष को विजिट कर लोक पाखे न था यहाँ सेकेंड थर्ड कौन ज्योतिष पाक जो आप थे जाऊँच इट इज एक्जाक्टली लाइक यू आर जॉइनिंग ए जिम आप थे गोटे जिम गले बरं 2 मास बंद हो जाए 3 मास पर जिम गले पुणी 4th मास पर जिम गले आपन गोटे नुआ लाइफस्टाइल गोटे लोक को आप इनक्लूड कले अर्थात काली सकाळे घरे टिके ज्योतिष पचारे काली सकाळे पुअर बाहागर हम ज्योतिष पचारे बाहागर तो बाकी पचारे मुझे जानी बाकी मैंने जहाँ भी हेले पचारे लोक काली सकाळे आप शेयर मार्केट रे इन्वेस्ट कर पचारे काली सकाळे आपंकर घरे किसी किसी इश्यू है पचारे तो आपण एस्ट्रोलॉजी की निज लाइफ रे इनक्लूड करने प्रस्तुत अच्छा तो मु लेखिकी दे दूसरी ज्योतिष मान पाक विजिट कर लोक ये सब कथा किसी न बुझी खाली भूस कि गोटे आइडिया नहीं पलि आसती सार आम कामटा हो जाऊ आमको रक्षा करूँ आई सर यहाँ केमती हो कहतु ना तो मुझे से ज्ञान देवी ना आप भाग्य ना से मत लास्ट गाड़ी गुलज करके जी ये लोक किसी नुह मुझे ठकीदेवी भावीदेवी 2 मास पर कामटा हो जाए मुझे कहली दशा आसो हो मोर से रोल कौन अच्छे मुझे रत्न पिंधि दिखाँ 2 मास पर हो मत खुशी कहे मुझे कैनि सेमती कौन कौन अनेस्ट एस्ट्रोलॉजर सेमती करती ना मो कथा कहूनी मुझे वेट कर जाऊँ 2 मास पर हो टिके जदि आप फिजिकल मेंटल इनस्टेबल होती गोटे रुद्राक्ष रत्न पकई दिखाँ एगुड़ा वन टाइम इन्वेस्टमेंट किंतु तथापि लोक करेंगे ना से खाली आसवे सार भाग्यटा केमती बदली जाता सार कामटा केमती हो जाता ये इंटेंशन नहीं केवे जीवेनि वी आर एस्ट्रोलॉजर नॉट भगवान भी स्वयं किसी करें ना आप देखी से गीता महाभारत पुराण पढ़ी से देखी थे
ଏ ଭୀଷ୍ମ ମରିବେ ସରଶଯ୍ୟାରେ, ଭୀଷ୍ମ ସରଶଯ୍ୟାରେ ମରିବେ, ଇଚ୍ଛା ମୃତ୍ୟୁ କିନ୍ତୁ ସରଶଯ୍ୟାରେ। ଆଉ ଗୋଟେ ଲୋକର ଇଚ୍ଛା ମୃତ୍ୟୁର ଆଉ କ'ଣ ରହିଲା, କହିଲେ ମରିବେ, ଆଉ ଏତେ କଷ୍ଟ କିଏ ସହିବ? ତେଣୁ ସେଠି ଭଗବାନଠୁ ଆରମ୍ଭ କରି କେହି କରିପାରିନାହାନ୍ତି। ଯାହା ଆପଣ କର୍ମ କରିଛନ୍ତି ସେ କର୍ମର ଫଳ ଆପଣ ଏ ଜନ୍ମରେ ଭୋଗିବେ, ଯାହା ବାକି ରହିଲା ନେକ୍ସଟ ଜନ୍ମ। ତେଣୁ କର୍ମଟାକୁ ସୁଧାରିବା ଯେତେ ଶୀଘ୍ର ଆରମ୍ଭ କରନ୍ତୁ। ସେ ସଦକର୍ମ ମାନେ ମୁଁ କହି ରଖିଛି, କର୍ମ ଉପରେ ଗୋଟେ ଭିଡ଼ିଓ ମଧ୍ୟ ମୁଁ କରିକି ଅଲରେଡ଼ି କହିନେଇଛି ଯେ କର୍ମ କ'ଣ। ଆମେ ଜ୍ୟୋତିଷ ଆପଣଙ୍କର ଭାଗ୍ୟ କ'ଣ ବଦଳେଇବୁ? ହଁ, ଆମେ କ୍ଲିଅରଲି କହିଦେଇପାରିବୁ ଆଉ 3 ବର୍ଷ ପରେ ଆପଣଙ୍କର ଏଇ ଜିନିଷ ହେବ, 2 ବର୍ଷ ପରେ ଏଇ ଅସୁବିଧା ହେବ। ଝିଅ ବାହାଘର ହେଉନି, ଆଉ 5 ମାସ ଅପେକ୍ଷା କରିଯାଆନ୍ତୁ, ହେଇଯିବ। ଆଟଲିଷ୍ଟ ସେ 5 ମାସ ସେ ଲୋକଟା ଶାନ୍ତିରେ ଶୋଇବ ତ। ଟାଇମିଂ ଅଫ୍ ଇଭେଣ୍ଟ ଆପଣ ଜାଣିବା ପାଇଁ ପ୍ରସ୍ତୁତ ହେଇକି ଆସନ୍ତୁ, ଯାହା ସେ ରିମେଡ଼ି କହିବେ ଜାଣିବା ପ୍ରସ୍ତୁତ ହେଇ ଆସନ୍ତୁ। ଆଉ ଜ୍ୟୋତିଷଙ୍କ ପାଖକୁ ଥରେ ଗଲେ ତାଙ୍କ ସହିତ କଣ୍ଟିନ୍ୟୁଅସ୍ କଣ୍ଟାକ୍ଟରେ ରୁହନ୍ତୁ। এইটা ସବୁବେଳେ ମନେ ରଖିଥାନ୍ତୁ। ଏଇ ଭୁଲଟା କେବେ କରିବେନି ଆପଣ। ଏକ୍ସ ଜ୍ୟୋତିଷଙ୍କ ପାଖକୁ ଯାଇକି ୱାଇ ଜ୍ୟୋତିଷ, ଜେଡ୍ ଜ୍ୟୋତିଷଙ୍କ ପାଖକୁ ଖାଲି ଚେଞ୍ଜ କରିବେ। ଫାଇନାଲି 100% ଆପଣ କନଫ୍ୟୁଜଡ ହେବେ। ଦ୍ୱିତୀୟ ଜିନିଷ, ଆପଣଙ୍କର କିଛି ବେନିଫିଟ୍ ବି ହେବନି। ଗୋଟିଏ ଜିନିଷ ମୁଁ ସବୁ ଭିଡ଼ିଓରେ ସେ ଗୋଟିଏ କଥା କହେ, ମୁଁ ଭିଡ଼ିଓ କରୁନି, ଆପଣ ମୋ ପାଖକୁ ଆସନ୍ତୁ, ଯେଉଁଠିକି ଯାଉଛନ୍ତି ସେଇଠିକି ଯାଆନ୍ତୁ। 4 ମାସ ତ ସେମିତି ପଳାଉନାହାନ୍ତି ଜ୍ୟୋତିଷଙ୍କ ପାଖକୁ ଦେଖା କରିକି ଆସିବେ, ସାର୍ ଏଇ କାମ ହେଉଛି ଦରକାର। ଆଜ୍ଞା ଆପଣଙ୍କର ଗୋଟେ ଇଭେଣ୍ଟ ହେଇଗଲା ପରେ ଆଉ ଜାଣିଲେ କ'ଣ ହେବ? ଯଦି ଗୋଟେ ଆଷ୍ଟ୍ରୋଲୋଜର କହିପାରୁଛି ଯେ ନାଇଁ ଆଉ 2 ମାସ ଭିତରେ ଆପଣଙ୍କର ଗୋଟେ ଏମିତି କିଛି ରୋଗ ହେବ ଯେଉଁଟାକି ସହଜରେ କ୍ୟୁରେବୁଲ୍ ନୁହେଁ, ବି କସିୟସ୍, କିଛି ନହେଲେ ଆପଣ 2 ପଇସା ପାଖରେ ରଖିକି ତ ବସିପାରିବେ। ଏ ରୋଗ ତ ହେବ, ଆଉ କ'ଣ ମୁଁ ଟ୍ରିଟମେଣ୍ଟ ହେବି, ଆଉ କ'ଣ ରଖିଥାଏ 5,000 ଟଙ୍କା। ଏଇ ହେଲା ଜିନିଷ, ସେଟା ବଦଳିବନି, ରୋଗ ହେବ। ଆଉ ରୋଗଟା ଅଲରେଡ଼ି ବେଡ଼୍ରେ ପଡ଼ିଛନ୍ତି, ଆମ ପାଖରେ ରୋଗରେ ପଡ଼ିଥିଲେ ମରିଯାଇଛନ୍ତି, ଭାରି କଷ୍ଟରେ ବଞ୍ଚିକି ଆସିଥିଲି, ଏବେ ଦେଖନ୍ତୁ ଏଇଟା ଗୋଟେ ବଡ଼ ଭୁଲ। ଲାଷ୍ଟକୁ ସେଇଟା ଆପଣ ଆମମାନଙ୍କୁ ବହୁତ ଗାଳିଗୁଲଜ କରିବେ। ମୁଁ ଆଉ ଗୋଟେ ଭିଡ଼ିଓ ବି କରିବି ୟା ଉପରେ, ଯେ ଜ୍ୟୋତିଷମାନେ ଯେଉଁ ଠକିଦେବା କଥାଟା ଆପଣ କହୁନାହାନ୍ତି କି, ଜ୍ୟୋତିଷମାନଙ୍କ ଜୀବନଶୈଳୀଟା ଆପଣଙ୍କର ଜାଣିକି ରଖିବେ, ସେତେ ସହଜ ନୁହେଁ। ତା କରିବି, ମୁଁ କହିବି ସେଟା, କିନ୍ତୁ ଏଇ ଜିନିଷଟା ଆଗେ। ଯଦି ଏସବୁ ଜିନିଷ ପାଇଁ ପ୍ରସ୍ତୁତ ଅଛନ୍ତି ଜ୍ୟୋତିଷଙ୍କ ପାଖକୁ ଯାଆନ୍ତୁ। ପ୍ରଥମ ଜିନିଷ, ଜ୍ୟୋତିଷ ପୋଷ କିଛି ନାହିଁ, ସବୁ ମୂର୍ଖ। ଖୁବ୍ ଭଲ ଆଜ୍ଞା, ଆପଣ ବିଲକୁଲ କେଉଁ ଜ୍ୟୋତିଷ ପାଖକୁ ଯାଆନ୍ତୁନି, ତା ନିଜର ଟାଇମ୍ ଆଉ ସମୟ ପଇସା ୱେଷ୍ଟ କରନ୍ତୁନି। ଜ୍ୟୋତିଷ ଉପରେ ଆପଣଙ୍କର ଆସ୍ଥା, ସେ ଯାହା କହିବେ ଆପଣ କରିବେନି, ଯାଇକି ଲାଭ କ'ଣ ଅଛି? ଏଇଟା ହେଲା ପ୍ରଥମ ଜିନିଷ ଆପଣ। ଦ୍ୱିତୀୟ ଜିନିଷ ହେଲା, ଆପଣ କହିବେ ନା ଭାଗ୍ୟ ଫାଗ୍ୟ କିଛି ନାହିଁ, ଯାହା ମୁଁ କରିବି ସେୟା ପାଇବି। ଆଉ ଆପଣ ନିଜ ଲାଇଫରେ ଜାଣିଛନ୍ତି ଯେ ଆଜି ପର୍ଯ୍ୟନ୍ତ ଆପଣ ଯାହା କରୁଛନ୍ତି ପାଇନାହାନ୍ତି। ଆଜି ପର୍ଯ୍ୟନ୍ତ ସେ ଲୋକଟି ଯାହା କରୁଥିବ 90% କେସ୍ରେ ଯାହା ହେଇଥିବ ସେ ପାଇନଥିବ। ମୁଁ ତ ଦେଖି ଆସୁଛି, ମୁଁ ତ ମାନେ 100ରୁ ବୋଧେ 99 କେସ୍ ସେଇଆ ମୋ ଲାଇଫରେ। ସାରା ଆମେ ଏଇଆ କରୁଥିଲୁ, ଏହା ହେଲାନି। କିନ୍ତୁ ସେ ଭାଗ୍ୟରେ ବିଶ୍ୱାସ କରିବେ ନାହିଁ। ଭାଗ୍ୟ ମାନେ କିଛି ନାହିଁ, ମୁଁ କର୍ମଫଳଟା ଯେଉଁ ମୁଁ କହୁଛି, ସେମାନଙ୍କର ଗୋଟିଏ ଆଡ଼, ଏଥର ହେଲାନି 8 ଥର ହେବ, ମୁଁ କହୁଛି ତ ଚେଷ୍ଟା କରନ୍ତୁ। ଆପଣ ଥରକୁ ଥର ପଡ଼ି ତଳେ ଚାଲ, ଏଇ ଅଭ୍ୟାସରେ ବଳେ। କିନ୍ତୁ ଭଗବାନ ଯଦି ଗୋଟେ ଗୋଡ଼ ଦେଇନାହାନ୍ତି ଆପଣ ଛୋଟେଇବେ, ଗୋଡ଼ ଯଦି ବଙ୍କା ଆପଣ ଛୋଟେଇବେ। ଆପଣ ଯେତେ ଅଭ୍ୟାସ କରୁନାହାନ୍ତି, ଛୋଟି ଛୋଟି ଚାଲିବେ, କାରଣ ସିଧା ଚାଲିବାଟା ଆପଣ ଭାଗ୍ୟରେ ନାହିଁ, ଆପଣ ଗୋଟା ତ ଭାଙ୍ଗିଯିବ। ତେଣୁ ଭାଗ୍ୟ ବା କର୍ମଫଳଟାକୁ ଯଦି ଯେତେବେଳେ ଆପଣ ଆକ୍ସେପ୍ଟ କରିଦେବେ, ଆପଣଙ୍କ ଜୀବନ ବଞ୍ଚିବା ପାଇଁ ବହୁତ ସହଜ ହେଇଯିବ। ମନେ ରଖିଥାନ୍ତୁ। ପର୍ସନାଲ ଲାଇଫ୍ ମୋର ବି ବହୁତ ଖରାପ ଆଜ୍ଞା। ଯଦି କେବେ ମୋ ପର୍ସନାଲ ଲାଇଫ୍ ତ କହିବାକୁ ଚାହୁଁନି, ମୋର ତ କିଛି ବି ନାହିଁ ନା, ସେ ଧନ ମାନ ଯୌବନ କିଛି ନାହିଁ ମୋର, ଯାହା ଟିକେ ଅଛି ସେ ସାମାନ୍ୟ ଜ୍ଞାନ। ଆଉ ମୁଁ କି ଜ୍ୟୋତିଷ, ମୁଁ କ'ଣ କରିବି? ମୋ କର୍ମଫଳ ସେଇଆ। ଦ୍ୟାଟ୍ ଇଜ୍ ଦ କମ୍ପଲସନ୍ ଅଫ୍ ଡେଷ୍ଟିନି। ଭାଗ୍ୟରୁ ବଞ୍ଚିକି କିଏ କୁଆଡ଼େ ଯିବ? ତେଣୁ ଯଦି ଆପଣଙ୍କର ସେମିତି କିଛି ବିଶ୍ୱାସ ନାହିଁ, ଭାଗ୍ୟ ଫାଗ୍ୟ କିଛି ନାହିଁ, ମୁଁ ହିଁ କରିବି, ମୁଁ ହିଁ ତାଡ଼ିବି, ଆପଣଙ୍କର କର୍ମ କିମ୍ବା ସେ ଉପରେ ଯିଏ ବସିଛନ୍ତି ତାଙ୍କର କିଛି ଇଏ ନାହିଁ, ଆପଣ ଆପଣଙ୍କ ବାଟରେ ରୁହନ୍ତୁ। କେବେ ଜ୍ୟୋତିଷଙ୍କ ପାଖକୁ ଯାଇକି ନିଜର ସମୟ ପଇସା ନଷ୍ଟ କରନ୍ତୁ। ଯଦି ଯାଉଛନ୍ତି ପ୍ରସ୍ତୁତ ହେଇକି ଯାଆନ୍ତୁ ଯେ ଆପଣଙ୍କର ଭବିଷ୍ୟତ ଜାଣିବେ, ଯାହା ଜ୍ୟୋତିଷ କହିବେ ସେଟା କରିବେ, ଯେ ସେ କିଛି ଆର୍ଥିକ ପଇସା ଖର୍ଚ୍ଚ କରିକି, ଏବଂ ସେ ଜ୍ୟୋତିଷଙ୍କ ସାଙ୍ଗରେ ଆପଣ କଣ୍ଟାକ୍ଟରେ ରହିବେ, ବହୁତ ବେନିଫିଟ୍ ପାଇବେ ଆପଣ। ମୁଁ ସତ କଥା କହୁଛି, ଯେଉଁମାନେ ଜ୍ୟୋତିଷମାନଙ୍କ ସହିତ କଣ୍ଟାକ୍ଟରେ ନ ରହିକି ଇଏ ଜ୍ୟୋତିଷ ସେ ଜ୍ୟୋତିଷ କିମ୍ବା ଥରେ ଗୋଟେ ଜ୍ୟୋତିଷ ପାଖକୁ ବୁଲି ଯାଇକି ପଳେଇ ଗଲେ, ସାର୍ ସେ ଜ୍ୟୋତିଷ ପାଖକୁ ଯାଇଥିଲି ଯେ କିଛି ହେଲାନି, କିଛି ହେଲାନି, ଗଲନି ତା ପାଖକୁ ଆଉଥରେ ପଚାରିବାକୁ, ତାହେଲେ 100% ଆପଣ ଜୀବନରେ ବଞ୍ଚିପାରିବେ। ଆପଣ କହିଲେ ପରା,
ଆପଣ ଯଦି ପ୍ରଥମରୁ ଭବିଷ୍ୟତଟାକୁ ଜାଣିବା ପାଇଁ ପ୍ରସ୍ତୁତ ଅଛନ୍ତି ଆପଣଙ୍କୁ ବଢ଼ିଆ ଲାଗିବ ବଞ୍ଚିବାକୁ। ଯଦି ନାହାନ୍ତି ତାହେଲେ ଯାଆନ୍ତୁ। ପ୍ରସ୍ତୁତଟା ଆପଣ ଏଇଠୁ ହୋଇଥିବାର ଅଛି ଯେ ମୋର ହୃଦୟରୁ ଭଲ ହଉ ମନ୍ଦ ହଉ ଜୀବନଟା ମୁଁ ଆକ୍ସେପ୍ଟ କରିବି। ଜ୍ୟୋତିର୍ବିଦମାନଙ୍କୁ ବି ଅନୁରୋଧ ଅନେଷ୍ଟ ପ୍ରେଡିକ୍ସନ୍ କରନ୍ତୁ। ଅନେଷ୍ଟ ପ୍ରେଡିକ୍ସନ୍। ଯଦି ଗୋଟେ ଲୋକ ପଚାରୁଛି ତାର ଖରାପ ଅଛି ଭଲ ଅଛି ଏବଂ ଖରାପ ଅଛି ଖରାପ ବୋଲି କୁହନ୍ତୁ, ଲେଖିକି ଦିଅନ୍ତୁ ଏଇଥିପାଇଁ ଖରାପ ଅଛି, ଏଇ ଗ୍ରହ ଏଇ ଇଣ୍ଡିକେଟ୍ କରି କହୁଛି ଏଇଟା ଖରାପ। ସରିଲା। ଆପଣ ଜ୍ୟୋତିର୍ବିଦ୍ୟା ଅନୁସାରେ କହିଲେ ତାର ଯଦି ଭଗବାନଙ୍କର କୃପା ଥିବ, ଭୟଙ୍କର ଆଶୀର୍ବାଦ ଥିବ ବାପା ମାଙ୍କର, ହୁଏତ ସେ ଜନ୍ମଟା ଟିକେ କଟି ଯାଇପାରେ। ଆପଣ ଯେମିତି କହିଲେ ଏତେ କଷ୍ଟ ହେବ ନ ହେଇପାରେ, କିନ୍ତୁ ତା ମାନେ ମୋ ଜାତକ ତ ଦେଖା ହେଉଥିଲା। ଠିକ୍ ଅଛି, ଆଜି ପାଇଁ ଏତିକି। ଆଶା ମୁଁ ଏଇଭଳିଆ କିଛି ଆଗ ଆପଣଙ୍କୁ ଜେନେରାଲ ନଲେଜ ପାଇଁ ଭିଡ଼ିଓ କରିନେଉଛି। ଟେକ୍ନିକାଲିଟି ଭିତରକୁ ଯେହେତୁ ପାୱାର ପଏଣ୍ଟ ପ୍ରେଜେଣ୍ଟେସନ୍ ଏଠି କରୁନି ଯିବିନି, ବଟ୍ ଟିଲ୍ ଦେନ୍ ଧୀରେ ଧୀରେ ମୁଁ ଟେକ୍ନିକାଲିଟି ଭିତରକୁ ଯିବି, ଯେଉଁଟାକି ସ୍ପେଶାଲି ଜ୍ୟୋତିଷମାନେ ଦେଖିପାରିବେ। କ'ଣ ବିଭିନ୍ନ ପ୍ରକାର ଉପଗ୍ରହ କେମିତି କାମ କରନ୍ତି ଇଏ କରନ୍ତି ଇତ୍ୟାଦି ଆପଣ ଦେଖିପାରିବେନି କହିପାରିବେନି, କିନ୍ତୁ ଆଗ ଜେନେରାଲ ଜିନିଷ ଜାଣନ୍ତୁ। ଜାଣିଲେ ଜ୍ୟୋତିଷର ମର୍ଯ୍ୟାଦାଟା ସମାଜରେ ରହିବ। କେଉଁ ଲୋକ ଆପଣ ଜ୍ୟୋତିଷ ପାଖକୁ ଯିବେ ନ ଜାଣିବେ ସେଇଟା ବି ଦେଖିବେ। ହଉ, ଆଜି ପାଇଁ ଏତିକି। ପୁନଃ କହି ରଖୁଛି, ଭିଡ଼ିଓ ଆପଣ ଲାଇକ୍ କରିପାରନ୍ତି ଯଦି ଆପଣଙ୍କୁ ଭଲ ଲାଗିଲା, ଡିସଲାଇକ୍ କରିବେ ଯଦି ଖରାପ ଲାଗିଲା, ସବସ୍କ୍ରାଇବ୍ କରିବେ ଯଦି ଭଲ ଲାଗିଲା, ସବସ୍କ୍ରାଇବ୍ କରିବେ ଯଦି ଭଲ ଲାଗିଲା କରିବେନି। ଗୋଟିଏ ଅନୁରୋଧ ଆଜ୍ଞା, ମୁଁ ଏଠି ଏକାଠିଆ ଲୋକ ରାତିରେ ବସିକି ଭିଡ଼ିଓ ସୁଟିଂ କରୁଛି ନିଜ ହାତରୁ ପଇସା ପତ୍ର ଖର୍ଚ୍ଚ କରିକି। କାରଣ ହେଲା ଯେ ଯେଉଁ ଜ୍ୟୋତିର୍ବିଦ୍ୟା ଯୋଗୁଁ ଆମେ ଆଜିକା ବଞ୍ଚିପାରୁଛୁ, ଯେଉଁଟା ମୁନି ଋଷିମାନେ କରିଦେଇ ଯାଇଛନ୍ତି, ଆମ ଆନସେଷ୍ଟ୍ରାଲ ଇଟ୍ ଇଜ୍ କାଇଣ୍ଡ ଅଫ୍ ଲିଗାସି ଅଫ୍ ହିନ୍ଦୁଇଜମ୍। ସବୁ ଜାଗାରେ ଅଛି, ସବୁ ଯେକୌଣସି ମନ୍ଦିର ବି ଯାଆନ୍ତୁ ଏଇ ତିଥି ଏଇ ସମୟ ସବୁ ମନା ହେଉଛି। ତାର ମୋର କଣ୍ଟ୍ରିବ୍ୟୁସନଟା ମୁଁ ଆପଣଙ୍କ ପାଖରେ ଥଉଛି, ଯେଉଁ ରିସର୍ଚ୍ଚ ମୁଁ କରିଛି ସେଇ ଜିନିଷଟା ଆପଣଙ୍କ ପାଖରେ କହୁଛି। ହୁଏତ ମୋ ବିଦ୍ୟାଟା କାହାକୁ ଗୋଟେ ଅଜ୍ଞାନରୁ ବଞ୍ଚିବାରେ ସାହାଯ୍ୟ କରିବ, ଆଉ କିଛି ନୁହେଁ। ମାର୍କେଟିଂ କରିବାରେ ହେଇଥିଲା ମୁଁ ଟିଭିରେ ବାହାରିକି ରାଶିଫଳ କହୁଥାନ୍ତି, ମୁଁ ଏଠି ମୋ ନିଜ ଭିଡ଼ିଓରେ କହୁନଥାନ୍ତି ଯେ ରାଶିଫଳ ବୋଲି ଗୋଟେ କିଛି ବଦମାସ ଜିନିଷରେ ପଶିବା ଦରକାର ନାହିଁ। ଦୈନିକ ହରୋସ୍କୋପରେ ବ୍ୟସ୍ତ ହୁଅନ୍ତୁ ନା। ଜ୍ୟୋତିଷଟା ରିସର୍ଚ୍ଚ ଯେଉଁଟା ମୁଁ କରିଛି, ଯେଉଁଟା କହିବାର ମୋର ଅଧିକାର ଅଛି, ଯଦି ମୁଁ ଅଲ୍ ଇଣ୍ଡିଆ ଲେବୁଲରେ ଲେଖିପାରୁଛି, ଖାଲି ଅଲ୍ ଇଣ୍ଡିଆ ନୁହେଁ ଆଜ୍ଞା, ମାନେ ବାହାରକୁ ଯଦି ମୁଁ ଯାଇନି ଭିଜା ନେଇକି, କିନ୍ତୁ ଏଇଠି ନେଟ୍ରେ ବସିକି ମୁଁ ଆକ୍ରସ୍ ଗ୍ଲୋବ୍ର ଯେଉଁଟା ଇସାର ଇଣ୍ଟରନ୍ୟାସନାଲ୍ ସୋସାଇଟି ଫର୍ ଆଷ୍ଟ୍ରୋଲୋଜିକାଲ ରିସର୍ଚ୍ଚ, ଯେଉଁଠିକି 60ଟା କଣ୍ଟ୍ରିର ଜ୍ୟୋତିଷ ଚାଲେ, ମୁଁ ସେଠି ପାର୍ଟିସିପେଟ୍ କରିଛି। ଖାଲି ହିନ୍ଦୁ ଜ୍ୟୋତିଷ ନୁହେଁ, ଚାଇନିଜ୍ ଜ୍ୟୋତିଷ, ୟୁଏସ୍ର ମାୟାନ ଜ୍ୟୋତିଷ ଚାଲେ, ମୁଁ ଯେଉଁଟା ବାରମ୍ବାର ମୁଁ ଏଠି ରିପିଟ୍ କରେ। ହଉ, ଅଧିକ ଜାଣିବା ପାଇଁ ନିଜେ ପଢ଼ନ୍ତୁ, ଖାଲି ୟୁଟ୍ୟୁବ୍ ଦେଖନ୍ତୁନି। ଆଉ ଯଦି ଆପଣଙ୍କର କିଛି ଡାଉଟ୍ ଥାଏ ତାହେଲେ କମେଣ୍ଟ ସେକ୍ସନରେ ଲେଖନ୍ତୁ। କମେଣ୍ଟ ସେକ୍ସନରେ ରୁଦ୍ର ସାର୍ ଆପଣ ବହୁତ ବଢ଼ିଆ କହୁଛନ୍ତି, ଲେଖିବା କିଛି ଦରକାର ନାହିଁ। ରୁଦ୍ର ସାର୍ ଆପଣଙ୍କ ଚୁଟି ଷ୍ଟାଇଲ୍ ବହୁତ ଖରାପ, ଆପଣ ବହୁତ ଖରାପ କହୁଛନ୍ତି, ଲେଖିବା ବି କିଛି ଦରକାର ନାହିଁ। ୟୁଟ୍ୟୁବ୍ର ତ ଏଇଥିଲା ମଜା ଜିନିଷ ଯେ ଆପଣ ଯଦି ଖରାପ ଲାଗୁଛି ଆପଣ ସ୍କିପ୍ କରିଦେବେ। ନଟ୍ ଏ ଟିଭି ପ୍ରୋଗ୍ରାମ୍ କି ନାଇଁ ଗୋଟିଏ ଟିଭି ଆସୁଛି ରିମୋଟ୍ କାମ କରୁନି ଆମେ ବସିକି ଦେଖୁଛୁ। ହଉ, ଆଜି ପାଇଁ ଏତିକି। ଯଦି ମହାଦେବ ଚାହାନ୍ତି ଆଉ ଗୋଟେ ଭିଡ଼ିଓ ନେଇ ଆପଣଙ୍କ ପାଖରେ ବହୁତ ଶୀଘ୍ର ଉପସ୍ଥିତ ହେବି। ମହାଦେବ ଆପଣମାନଙ୍କୁ ଭଲରେ ରଖନ୍ତୁ। ଓମ୍ ନମଃ ଶିବାୟ।